ये संडे हऊ हऊ जनक रखेई देलानी ମୁଁ କହିଲି ହଉ ଚାଲ ଭୋଜିଟେ କରିବା। ଦେଖି ଆମ୍ଭେ ମାନେ ଗ୍ୟାସ୍ ଟି ଆଣିଲୁ ତ ପନିରକୁ କିଣି ତ ସାରିଲୁ ହାଣ୍ଡିଶାଳ ଷ୍ଟାର୍ଟ କରି ଭୋଜି ତ କରିଲୁ। ଇଏ ସାଙ୍ଗସାଥି ମଜା ଆଉ କି ପାଇବ ଭଲା ମାନେ ମଜା ଏ ମଜା ପାଇବ ଏମିତି ମଜା ପାଇବ। କଡ଼େଇ ଡେକଚି ଆଣି ଚୁଲିରେ ରଖିଲୁ ମାଛକୁ ତେଲରେ ଢାଳି ଛାଣିବା ଷ୍ଟାର୍ଟ କଲୁ। ମାଛ କହୁଥାଏ ନନା ବେଶୀ ମତେ ନ ଛାଣ ବେଶୀ ଛାଣି ଦେଲେ ଯିବ ମୋର ପ୍ରାଣ। ଧୀରେ ଧୀରେ ଶାନ୍ତନୁ ଷ୍ଟାର୍ଟ କଲା ମାଛ ଭାଜିବା। ଏ ମାଛ ଗୋଟି ଗୋଟି ଧରି ପକେଇ ଯେ ଦେଲି ଚୁଲି ଭିତରେ ମାଛ ଗୁଡ଼ିକ ହେଲେ ଠେଲା ଠେଲି। ଏହାପରେ ମାଛ ଗୋଟି ଗୋଟିକୁ ମୁଁ ଚୁଲିରେ ଛାଡ଼ିଲି ଏବଂ ତତ୍ସହିତ ହଳଦିଆ ମାଛ ଗୁଡ଼ିକ କଳା ତ ହେବେ ମାଛ ଗୋଟେ ପରେ ଗୋଟେ ତାଙ୍କୁ ଦେଲି ମୁଁ ଚୁଲିରେ। ହୁତୁ ହୁତୁ ନିଆଁ ତାକୁ ନଉଥାଏ ଆଗ୍ରହରେ କହୁଥାଏ ମାଛ ଭାଇ ଆଉ ନ ଆସିବ। ଓମ୍ ଭାକୁର ମାଛାୟ ସ୍ୱାହା ଓମ୍ ରୋହି ମାଛାୟ ସ୍ୱାହା ଓମ୍ ଅଗ୍ନିଦେବାୟ ସ୍ୱାହା ସବାଷ୍ଟଙ୍କୁ ଶାନ୍ତି 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 ସ୍ୱାହା। ଆଉ ଟିକେ ବଞ୍ଚି ଯାଇଛି ଲାଷ୍ଟ ମାଛଟାକୁ ଆଣିଲି ମୁଁ ଇଏ ସ୍ୱାହା। ଏହାପରେ ଏ ପରିଶେଷରେ ଆମ ମାଛ ଛଣା ପ୍ରସ୍ତୁତିକୁ ଖତମ କରି ଆମ୍ଭେମାନେ ବାହାରିଲୁ ଭୋଜି ଖାଇଲୁ।